ଏବେ ପିଲାମାନେ ଗାଁରେ ଭଲ ମଜା କରୁଛନ୍ତି କିନ୍ତୁ ଟାଉନରେ ଆସିଲେ ଏତେ ମଜା ନାହିଁ। ଏବେ ଗାଁ ମଜା ନାହିଁ। ଆଗ ଅପେକ୍ଷା ଏବେ କଣ ଫରକ ଦେଖୁଛନ୍ତି? ପରିବେଶ ସବୁ ପରିବର୍ତ୍ତନ ହେଇଗଲାଣି। ଆମ ସମୟରେ ଭଲ ଥିଲା, ଦୋଳି ଖେଳ ହଉଥିଲା, ଆଉ ଜଙ୍ଗଲ ଫଙ୍ଗଲ ଥିଲା, ସେଠି ଟିକେ ପିଠାପଣା ଭଲ ହଉଥିଲା। କିନ୍ତୁ ଏବେ ଭଲ ନାହିଁ ହେଲା। ଗାଁରେ ପରିବେଶ କେମିତି ଅଛି? ହଁ ଏବେ ଭଲ ଅଛି। ଏବେ ପିଲାମାନେ ଗାଁରେ ଭଲ ମଜା କରୁଛନ୍ତି କିନ୍ତୁ ଟାଉନରେ ଆସିଲେ ଏତେ ମଜା ନାହିଁ। ଏମିତି ଖାଲି ପାର୍କ ଫାର୍କ ବୁଲିକି ଏମିତି ଟାଇମ ପାସ୍ କରନ୍ତି ପିଲାମାନେ, କିନ୍ତୁ ନହେଲେ ଏଇ ଗାଁରେ ଭଲ। ରଜରେ କାମ କରିବା ପାଇଁ ମନା କରାଯାଇଛି। କୁଆଁରୀ ଝିଅ ମାନେ ତ ସେଥିପାଇଁ ତାଙ୍କୁ କାମ କରିବା ମନା କରାଯାଏ। ଝିଅ ମାନେ କିଛି କାମ କରିବେନି, ଆଉ ଝିଅ ମାନଙ୍କର ଏଇଟା ରଜ ପାଳନ ହଉଛି ବର୍ଷ ବର୍ଷ। ଝିଅ ମାନେ କୁହାଯାଏ ଯେ ରଜରେ କାମ କରିବେ ନାହିଁ। ନା, ରଜରେ କାମ କରିବେନି, ଏଇଟା ସ୍ୱାଧୀନରେ ଅଛି ଆଉ ପୂର୍ବ ପୁରୁଷର ଅଛି ଆଉ। ଆପଣ ରଜରେ ଘରେ ନାହାନ୍ତି? ଆଉ ଘରେ ନାହିଁ, ଆମେ ତ କଣ ଆଉ ଏଇ ରଜ ପାନରେ ଆମେ ବ୍ୟସ୍ତ ଆଉ। କଣ କଣ ପାନରେ ପଡୁଛି? ସବୁ 100 ପ୍ରକାର ପାନ ପଡୁଛି, ମସଲା 100 ପ୍ରକାର। ଏଇ ସବୁ ଝିଅ ମାନେ ପାନ ପୋଡ ପିଠା ଖାଇବେ, ପାନ ଭାଙ୍ଗି ଖାଇବେ, ଏଇଟା ଆଉ ତାର ନୀତି ଆଉ। ଆଗରୁ ରଜ ଅଲଗା ପ୍ରକାର ଥିଲା, ଇଏ ବି ଆହୁରି ବଢିଆ ରଜ ପାଳନ ହଉଛି। ଆଗରୁ ଆପଣ କେମିତି ରଜ ପାଳୁଥିଲେ? ଆଗରୁ ଏମିତି ମସଲା ଫସଲା ବାଟିବେନି, କାମ କରିବେନି, କାଟିବେନି, ମାନେ କିଛି କରିବେନି। ଆମ ମାନେ ଯାହା ପୁଅ ପିଲାମାନେ ସବୁ ଗୋଟିଏ କରିବେ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।